भागवत पुराण ହେଉଛି ଏକ ଅତ୍ୟନ୍ତ ଗୋପନୀୟ ଓ ଅଦ୍ୱିତୀୟ ଗ୍ରନ୍ଥ। ଏହା ଆତ୍ମସ୍ୱରୂପ ଦର୍ଶନ କରାଇଦିଏ ଏବଂ ଏହା ହେଉଛି ସର୍ବଶାସ୍ତ୍ରର ସାର। ଏହା ଅଧ୍ୟାତ୍ମ ତତ୍ତ୍ୱକୁ ପ୍ରକାଶିତ କରିବା ନିମନ୍ତେ ଏକ ଉଜ୍ଜ୍ୱଳ ଦୀପ ସଦୃଶ ଏବଂ ଭୟଙ୍କର ଅପାର ସଂସାର ସାଗରରୁ ପାରି କରିବା ନିମନ୍ତେ ସୁଦୃଢ଼ ନୌକା ସଦୃଶ। ମନୁଷ୍ୟମାନଙ୍କ ମଧ୍ୟରେ ଭଗବାନଙ୍କର ସର୍ବଶ୍ରେଷ୍ଠ ଅବତାର ନର ନାରାୟଣ ଋଷି ଦ୍ୱୟଙ୍କୁ ବନ୍ଦନା କରି ଏବଂ ତାପରେ ଦେବୀ ସରସ୍ୱତୀଙ୍କୁ ଓ ଶ୍ରୀ ବ୍ୟାସ ଦେବଙ୍କୁ ନମସ୍କାର କରି ସଂସାର ଉପରେ ଏବଂ ଅନ୍ତଃକରଣର ସମସ୍ତ ବିକାର ଉପରେ ବିଜୟ ପ୍ରଦାନ କରାଯାଉଥିବା ଏହି ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ କରିବା ଉଚିତ। ଯେଉଁମାନଙ୍କର ହୃଦୟରେ ଏକମାତ୍ର ଶ୍ରୀହରିଙ୍କର ପ୍ରତି ଭକ୍ତି ନିବାସ କରେ, ସେମାନେ ତ୍ରିଲୋକର ଅଧିବାସୀମାନଙ୍କ ମଧ୍ୟରେ ଭୌତିକ ସମ୍ପଦ ଦୃଷ୍ଟିରୁ ଅତ୍ୟନ୍ତ ନିର୍ଧନ ହୋଇଥିଲେ ମଧ୍ୟ ପରମ ଧନୀ। କାରଣ ଏହି ଭକ୍ତି ସୂତ୍ରରେ ବାନ୍ଧି ହୋଇ ସାକ୍ଷାତ ଭଗବାନ ମଧ୍ୟ ତାଙ୍କର ପରମ ଧାମ ଛାଡ଼ି ଆସି ସେହି ଭକ୍ତମାନଙ୍କ ହୃଦୟରେ ନିତ୍ୟ ନିବାସ କରନ୍ତି। ଭୂଲୋକରେ ଶ୍ରୀମଦ୍ ଭାଗବତ ହେଉଛି ସାକ୍ଷାତ ପରମ ବ୍ରହ୍ମଙ୍କର ବିଗ୍ରହ। ଏହାର ଆଶ୍ରୟ ନେଇ ଏହା ଶୁଣାଇଲେ ତ ଶୁଣୁଥିବା ଲୋକେ ଓ ଶୁଣାଉଥିବା ଲୋକେ ଉଭୟ ଶ୍ରୀକୃଷ୍ଣଙ୍କର ସାରୂପ୍ୟ ମୁକ୍ତି ପାଇଥାନ୍ତି। ସୁତରାଂ ଭାଗବତର ଆଶ୍ରୟ ଛାଡ଼ି ଅନ୍ୟ ଧର୍ମରେ ମାତିବାର ବା କି ପ୍ରୟୋଜନ ରହିଛି? ମହାମୁନି ବ୍ୟାସଦେବଙ୍କ ଦ୍ୱାରା ରଚିତ ଶ୍ରୀମଦ୍ ଭାଗବତ ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି। ଏହି ଭାଗବତ ଧର୍ମ ଆମ୍ଭମାନଙ୍କୁ ଜନ୍ମ ମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଏ। ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ସୁହୃଦୟ ପୁରୁଷ ହିଁ ଏହି ତତ୍ତ୍ୱ ଜାଣିପାରନ୍ତି। ଏହା ତୀବ୍ରିଦ୍ଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ। ଏହିପରି ଶାସ୍ତ୍ର ଥାଉ ଥାଉ ଅନ୍ୟ ଶାସ୍ତ୍ରର ଆବଶ୍ୟକତା ବା କ'ଣ? ପୁଣ୍ୟବାନ ଲୋକ ଏହି ଗ୍ରନ୍ଥ ଶୁଣିବାକୁ ଇଚ୍ଛା କରିବା କ୍ଷଣି ତାଙ୍କ ହୃଦୟରେ ଈଶ୍ୱର ଆସି ଅବିଚଳିତ ଭାବରେ ପ୍ରତିଷ୍ଠିତ ହୋଇଯାଆନ୍ତି। ଶ୍ରୀମଦ୍ ଭାଗବତ ହେଉଛି ବେଦ ରୂପୀ କଳ୍ପ ବୃକ୍ଷର ସୁପକ୍ୱ ଫଳ। ଏଥିରେ କେବଳ ରସ ହିଁ ପରିପୂର୍ଣ୍ଣ ହୋଇ ରହିଛି। ଶ୍ରୀ ଶୁକଦେବଙ୍କର ମୁଖମଣ୍ଡଳରେ ମକରନ୍ଦ ରସ ମିଶି ଏହା ଆହୁରି ଅଧିକ ପରମାନନ୍ଦମୟୀ ସୁଧାର ପୂର୍ଣ୍ଣ ହୋଇଯାଇପାରିଛି। ତେଣୁ ହେ ରସଜ୍ଞ ଭାବୁକ ଭକ୍ତଗଣ, ଏହି ଦିବ୍ୟ ଅମୃତ ଏବେ ଭୂଲୋକରେ ସୁଲଭ ହୋଇଗଲା। ତେଣୁ ମୋକ୍ଷ ନ ହେବା ପର୍ଯ୍ୟନ୍ତ ଏହାକୁ ବାରମ୍ବାର ପାନ କରନ୍ତୁ। ଶୁଭ ସକାଳ। ଦିନଟି ଆପଣଙ୍କର ମଙ୍ଗଳମୟ ହେଉ।